जय जगन्नाथ जय श्री राम पुणी भाई मुझे बहुत भल भिडियो आज आम फार्म रहीकिन आसी उत्कल डेयरी फार्म रायरंगपुर देखिपे सबू गाईर भिडियो आप क्षीर दुहार केमते कौन हो सब गाईर भिडियो देखी। चिकन भाई जय जगन्नाथ। अच्छा ये गाई केते लिटर क्षीर दिवे सकाळ संध्या दी समय दी समय मिसिकिना 25-27 लिटर क्षीर दउची। अच्छा गाईटा केते छुआर मां सेकंड छुआर मां देखल बाल्टीटा तमरो एडर तार जय जगन्नाथ भाई माने आज पुणी मु बहुत दिन पर रायरंगपुर उत्कल डेयरी फार्म वीडियो नहीं आसी देखी पारे हम गाई गुड़ा को प्रबल खरा खरा जेहेतु आम वीडियो क्लियर आसी पारना अंधार अंधार आसूची भर गोड़ वीडियो कर खरा प्रबल जो चारिटी गाई को जो आम बंधा हुए से गरम अच्छी खरा पड़ुचे युवा को भर गोड़ बंधा होना क्षीर धुआई सब भल भल आप प्रथम सेकेंड गाई एचएफ होलिस्टिन सब गाई गुड़ा देखी पारे एगुड़ा जर्सी गाई गुड़ा जर्सी एचएफ क्रॉस रो बड़ बड़ गाई गुड़ा समस्त आज वीडियो आज पुणी नहीं सब आम पाखे 18-20 लिटर 22 लिटर गाई गुड़ा अच्छा मॉडल क्वालिटी सब देखो सब गाईर मिल्किंग आपको देखेबी वीडियो कॉल सब समस्त सब प्रकार गाई आम जो देखी पारे समस्त को गाई देखेबी ये आमर एचएफ साइबाल क्रॉस ये आमर गिर एचएफ क्रॉस आडर क्वालिटी देखी पारे समस्त 18-20 लिटर 22 लिटर 25 लिटर 28 लिटर मिल्किंग आम पाखे गाई अच्छा सब ब्रीड एंड क्रॉस ब्रीड बेसी गाई रखी भाई खरा थंडा वर्षा रोग सब प्रतिरोधक था भल इम्यूनिटी पावर भल थाए रोग प्रतिशोध रोग है रिकवरी भल हुए आ गरम भी सही पारती से आमर जो ओडिशा गरम आपण मैंने सब जानते से मैक्सिमम आम फार्म रे क्रॉस ब्रीड एचएफ ही रखा हुए सब गायर मिल्किंग आपको देखिए हम फार्म बहुत दिन पर आज डेट आपंकर ये गाय भाई मुझे देखो ये गाई बहुत भाई मैंने कॉल करते गाई गरम होनी गाई क्षीर कमी गला गाई कनसीव करूना ये गाई भाई मुझे आपको कौन ये गाई आमर हो गला 3 वर्ष पाखापाखि प्रथम छुआ आनी 4 दांत थिला 2 दांत आनी 3 वर्ष हो गला ये कनसीव करना बाकी यार जो ब्रीड यार एडर क्वालिटी आपको देखिए ये एबे भी आपणकर 15-17 लिटर क्षीर अच्छी गाईटी
ଏବେ ରିସେଣ୍ଟଲି 2 ରୁ 3 ମାସ ହେଲା କନସିଭ୍ କରିଛି। ସେଥିପାଇଁ କୁହେ ଭାଇ ଗାଈ ଯେତେବେଳେ ବି ନିଅନ୍ତୁ ପତଳା ଚମड़ा ଥିବା ଦରକାର। ଆଉ ଗୋଟେ ଜିନିଷ ଦେଖନ୍ତୁ ଭାଇ, ଆମ ଚାଷୀ ଭାଇ ମାନେ ଖତ ନେଇକିନା ଯାଉଛନ୍ତି ଟ୍ରାକ୍ଟରରେ ତାଙ୍କ ବିଲରେ ପକେଇବାକୁ। এইଠୁ ଖତ ମଧ୍ୟ ଆମର ସେଲ୍ କରା ହୁଏ, ସେଲ୍ ଆଉଟ୍ ହୁଏ। এইটা ଭାଇ ଆମର ଝିଅ ବାଲକୋନି ଠିଆ ହେଇକିନା ମତେ ଦେଖୁଛି, ଦେଖିପାରୁଥିବେ। ଆସନ୍ତୁ କ୍ଷୀର ଦୁଆ ଦେଖେଇବା। 3 ବର୍ଷ ପରେ ଭାଇ ସେ ଗର୍ଭ ହେଇଛି, ବାକି ଏବେ ବି ତ କ୍ଷୀର ଅଛି। ସେଥିପାଇଁ କୁହେ ଭାଇ ବ୍ରିଡିଂ ଗାଈ ଆଣନ୍ତୁ, ବ୍ରିଡ୍ ଗାଈ ହିଁ କ୍ଷୀର ଦିଅନ୍ତି, ଜାତି ଗାଈ ହିଁ କ୍ଷୀର ଦିଅନ୍ତି। ତାର ପୁରା ମିଲ୍କିଂ ଦେଖେଇବି ମୁଁ ଆପଣଙ୍କୁ ଭିଡିଓ। ଦେଖନ୍ତୁ ମିଲ୍କିଂ ଚାଲିଛି। ବହୁତ ଭଲ ଜାତିର ଗାଈ ଭାଇ। ଏମିତିଆ ଜାତିର ଗାଈ ମତେ ଆଉ 10ଟା ମିଳିଗଲେ ମୁଁ ଆଉ 10ଟା ବି ନେବାକୁ ରେଡି ଅଛି। ଗରମ ଦିନ ପ୍ରବଳ ମାଛି ଭାଇ, ଗାଈ ଗୁଡାକୁ କାମୁଡିକିନା ଅବସ୍ଥା ଛାଡୁନାହାନ୍ତି। ମାଛି ପାଇଁ କୌଣସି ଉପାୟ ନାହିଁ, ବହୁତ ପ୍ରକାର ଉପାୟ କରାହେଲାଣି। ବୁଟକ୍ସ, ଫିନାଇଲ, ସବୁ ପ୍ରକାର ମେଡିସିନ, ନିମ୍ବ ତେଲ, ଧୂମା ସବୁ କରାହେଲାଣି, ବାକି ମାଛିରୁ ଗରମ ଦିନରେ ଆପଣ ରକ୍ଷା ପାଇପାରିବେ ନାହିଁ। ଦେଖିପାରୁଥିବେ ଭାଇ, এই ଗାଈଟି ବହୁତ ଭଲ ଆମ ଫାର୍ମ ପାଇଁ। ସେ ଏବେ କନସିଭ୍ କରିଛି, ମୁଁ ଅନୁମାନ କରୁଛି ଏବେ ଏତେ ବର୍ଷ ପରେ ସେକେଣ୍ଡ ଛୁଆ ଦେବ, ତା ଗ୍ରୋଥ ହେଲ୍ଥ ସବୁ ଲାଗିଗଲାଣି। ପରେ କନସିଭ୍ କରିଛି ଯେହେତୁ ଦାନ୍ତ ବି ପୁରିବାକୁ ଆସିଗଲାଣି, 6ଟା ଦାନ୍ତ ହେଇଗଲାଣି ତାର। ଏବେ ଯୋଉ ସେ କ୍ଷୀର ଦବ ଭାଇ, ମୁଁ ଅନୁମାନ କରୁଛି 25 ରୁ 30 ଲିଟର କ୍ଷୀର ରହିବ। କଣ ଭାଇ ପ୍ରଥମ ଥର ହିଁ ଭାଇ ଆମ ପାଖରେ 20 ରୁ 22 ଲିଟର କ୍ଷୀର କରିଛି। ଏବେ ୟାର କ୍ଷୀର 15 ଲିଟର 16 ଲିଟର 15 ଲିଟର 16 ଲିଟର କ୍ଷୀର ଅଛି। ଆପଣଙ୍କ ସାମ୍ନାରେ 10 ଲିଟର ବାଲ୍ଟି ଦେଖୁଛନ୍ତି କେମିତି ଭର୍ତ୍ତି କରୁଛି ସେ। ବାଲ୍ଟି ପୁରୀ ଦେଲା ପରେ ବି ଆପଣଙ୍କର 10 ଲିଟର ବାଲ୍ଟି, ଯେହେତୁ ବି ଫେଣ ଥିବ ନିହାତି ଲିଟରେ 1.5 ଲିଟର ଫେଣ ଥିବ ନିହାତି। 10 ଲିଟର କ୍ଷୀରରୁ ଯାହା ହଉ 9 ଲିଟର 8 ଲିଟର ମାନେ 17 ଲିଟର 18 ଲିଟର ଗାଈର ଏବେ ବି କ୍ଷୀର ଅଛି। ଏଇ ହିଁ ଜିନିଷ ଅଛି ଭାଇ ଜାତି ଗାଈ ନେଇକିନା ଫାଇଦା। ଜାତି ଗାଈ ଆପଣ କିଛି ସୁବିଧା ହେଲେ, ଯଦି କୌଣସି ରୋଗ ହେଲା, କୌଣସି ଅସୁବିଧା ହେଲା, ଯଦି ସେ ରିକଭରି କରେ ତ ସେ ପୁଣି କ୍ଷୀରରେ ପଳେଇ ଆସିବ। ଆଉ ସେଇ ଗାଈ ହେଲା ଯଦି ଆମର ଟିକେ ଜାତି ଗାଈ ନଥିବ, ସେ ଦେହ ରିକଭରି ଭଲ କରିବ, କି କ୍ଷୀର ପୁଣି ଏତେ ଆସିବ ନାହିଁ ତାର। ମିଲ୍କିଂ ବହୁତ ବଢିଆ, ଧାର ବହୁତ ବଢିଆ। ଦେଖିପାରୁଥିବେ ଆମ ବାଲ୍ଟି ପୁରା ଫୁଲ କଲାଣି ଗାଈଟି। ଜବରଦସ୍ତ ଗାଈ ଭାଇ। ମୁଁ କି ମୁଁ ବି ଆଜି ବହୁତ ଦିନ ପରେ ଫାର୍ମର ଭିଡିଓ କରିଛି ଭାଇ। ମୁଁ ତ ଅନୁମାନ କରିଥିଲି, ଯେହେତୁ ମୁଁ ଦେଖିପାରୁଛି ଗାଈଟି ବହୁତ ଭଲ କ୍ଷୀର ଅଛି। କ୍ଷୀର ଭାଇ 8-9 ଲିଟର ଉପରେ ହବ। ଏବେ ଆଉ କ୍ଷୀର ଦୁହିବା ବାକି ଅଛି। ମୁଁ ଯାହା ଅନୁମାନ କରିଛି ଏବେ ବି 9 ଲିଟର ମାନେ 18-20 ଲିଟର କ୍ଷୀର ଅଛି ଗାଈଟି। ବହୁତ ଭଲ ଭାଇ, ବହୁତ ଭଲ। ଆମ ଫାର୍ମ ଗାଈ ମ୍ୟାକ୍ସିମମ୍ ଗାଈ ଦେଖିପାରୁଥିବେ ଭାଇ, ଆମେ ଜାତି ଗାଈ ରଖିଛୁ। ଜାତି ଗାଈର ବହୁତ ଭଲ ପ୍ରଫିଟ ଅଛି। ସେଗୁଡା ଗାଈ ଦୁହା ହେଲେ ମୁଁ ଆପଣଙ୍କୁ ଦେଖେଇବି। ତାଙ୍କ ଆଡର ଗୁଡା କ୍ଷୀର ଗୁଡା ଦେଖିପାରୁଥିବେ, ବହୁତ ଭଲ ମିଲ୍କିଂ ଅଛି ତାଙ୍କର। ସେମାନଙ୍କର 25 ଲିଟର ଖଣ୍ଡେ କ୍ଷୀର ଅଛି। ଏବେ ସେଇ ଆପଣଙ୍କର 12 ଲିଟର 13 ଲିଟର 12 ଲିଟର 13 ଲିଟର କ୍ଷୀର ଦେବେ। ଆପଣଙ୍କୁ ୟାର ଭିଡିଓ ଦେଖେଇବି ମୁଁ, ପୁରା ଭିଡିଓ ଗାଈର। ଏମାନଙ୍କୁ ମଧ୍ୟ ଏବେ ଦୁହା ହବ, ତାକୁ ଆମେ ବଡ ବାଲ୍ଟିରେ ଦୁହିବା।
କ୍ଷୀରଟି ନେଇକିନା ଯାଉଛନ୍ତି ଆମର ରାଇସନ୍ ଭାଇ। ଆଗାମୀ 30-35 ବର୍ଷ ହେଲାଣି ସେ ଆମ ଫାର୍ମରେ କାମ କରୁଛନ୍ତି। ଆଉ ବହୁତ ଭଲ ଗୋଟେ ପ୍ରକାର ଘର ଭଳିଆ ଅଛନ୍ତି ସେ ଆମ ପାଇଁ। ଏଇଟା ଆମ କେନ୍ ଗୋଟେ 30 ଲିଟରିଆ ଅଛି, ଗୋଟେ 30 ଲିଟରିଆ କେନ୍ ଅଛି, ଗୋଟେ ଆମ ପାଖରେ 25 ଲିଟରିଆ କେନ୍ ଅଛି, ଦିଟା ଯାକ କେନ୍ ଅଛି। ମୋ ଝିଅ ସହିତ କଥା ହଉଛନ୍ତି, ମୋ ଝିଅ ଦେଖୁଛି ଧୀରେ ଧୀରେ ଟିକୁ ଟିକୁ ବାବାଙ୍କୁ। ଏଇ ଗୋଟେ ଗାଈ ଗୁଡା ଧୁଆ ହଉଛି ଭାଇ, ଦେଖିପାରୁଥିବେ ଭଲ ଭଲ ଗାଈ ଅଛନ୍ତି ସବୁ। ଇଏ ବି ଆମର ଜର୍ସିର ହଲିଷ୍ଟିନ୍ କ୍ରସ୍, ଇଏ ଆମର ଜର୍ସି କ୍ରସ୍। ସମସ୍ତଙ୍କ ଆଡର କ୍ୱାଲିଟି ମିଲ୍କିଂ ବହୁତ ଭଲ ରହିଛି। ଆଜି ମୁଁ ଭାଇ ଆପଣମାନଙ୍କ ପାଇଁ ଆଉ ଭଲ ଭଲ ଭିଡିଓ ନେଇକିନା ଆସିବି। ଆଜି ମୁଁ ମୋ ବାବାଙ୍କ ସହିତ ଫୁଲ୍ ତାଙ୍କ ଏକ୍ସପିରିଏନ୍ସ ସେୟାର କରିବି ଭିଡିଓରେ। ଆଉ ତାଙ୍କଠୁ ବହୁତ କିଛି ଜାଣିବା। ବହୁତ ଭାଇ ମତେ ପଚାରନ୍ତି, ତାଙ୍କ ଏକ୍ସପିରିଏନ୍ସ ହିସାବରେ ତାଙ୍କୁ ପଚାରିବା ସେ କଣ ଟ୍ରିଟମେଣ୍ଟ କରୁଛନ୍ତି, ଗାଈକୁ କେମିତି ଆଣିଲେ ରଖିଲେ ଭଲ, କମ ବ୍ରିଡ୍ ଭଲ କ୍ଷୀର ଦଉଛି, କାହାର କେମିତିଆ କନସିଭ୍ କରିବା ପାଇଁ କଣ କରିବା କଥା, ଗାଈର ଆଡରେ ମାଷ୍ଟରଡିସ୍ ହେଲେ କଣ ଟ୍ରିଟମେଣ୍ଟ କରୁଛନ୍ତି, ତାଙ୍କର ବି ଏକ୍ସପିରିଏନ୍ସ ତାଙ୍କୁ ପଚାରିବା ସବୁ କିଛି। ଆଉ ଯେତେ ଭାଇ ମାନେ ନୂଆ ଗାଈ ଆଣୁଛନ୍ତି, ଆସିଲା ପରେ କଣ ଟ୍ରିଟମେଣ୍ଟ କରିଲେ ଗାଈର ଦେହ ସୁସ୍ଥ ଅସୁସ୍ଥ ହବ ନାହିଁ, ସବୁ ଜିନିଷ ତାଙ୍କୁ ପଚାରିବା। ପ୍ରବଳ ଖରା ଭାଇ, ସୂର୍ଯ୍ୟ ଦେଖିପାରୁଥିବେ ଭୟଙ୍କର ଖରାରେ ଅଛି। ବଡ ଗାଈ ଗୁଡା ଧୁଆ ହେଲା ବେଳକୁ ମୁଁ ପୁଣି ଭିଡିଓ କରିବି। ଜୟ ଜଗନ୍ନାଥ।